ଆଜିର ପ୍ରଥମ ପ୍ରଶ୍ନ, ଆମ ଦେଶର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଭାରତ, ଇଣ୍ଡିଆ ଏବଂ ହିନ୍ଦୁସ୍ତାନ। ଆମ ଦେଶର ନାମ। ପରବର୍ତ୍ତୀ ପ୍ରଶ୍ନ, ଆମ ଦେଶର ରାଜଧାନୀର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ନୂଆଦିଲ୍ଲୀ। ଆମ ଦେଶର ରାଜଧାନୀର ନାମ ହେଉଛି ନୂଆଦିଲ୍ଲୀ। ପରବର୍ତ୍ତୀ ପ୍ରଶ୍ନ, ଭାରତର ବର୍ତ୍ତମାନ ରାଷ୍ଟ୍ରପତିର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଭାରତର ବର୍ତ୍ତମାନ ରାଷ୍ଟ୍ରପତିର ନାମ ହେଉଛି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ପରବର୍ତ୍ତୀ ପ୍ରଶ୍ନ, ଭାରତର ବର୍ତ୍ତମାନ ଉପରାଷ୍ଟ୍ରପତିଙ୍କ ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଶ୍ରୀ ଜଗଦୀପ ଧନଖଡ଼। ଭାରତର ବର୍ତ୍ତମାନ ଉପରାଷ୍ଟ୍ରପତିଙ୍କ ନାମ ହେଉଛି ଶ୍ରୀ ଜଗଦୀପ ଧନଖଡ଼। ପରବର୍ତ୍ତୀ ପ୍ରଶ୍ନ, ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଶ୍ରୀ ନରେନ୍ଦ୍ର ମୋଦି। ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ନାମ ହେଉଛି ଶ୍ରୀ ନରେନ୍ଦ୍ର ମୋଦି। ପରବର୍ତ୍ତୀ ପ୍ରଶ୍ନ, ଭାରତର ବର୍ତ୍ତମାନ ରକ୍ଷାମନ୍ତ୍ରୀଙ୍କ ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଶ୍ରୀ ରାଜନାଥ ସିଂ। ଭାରତର ବର୍ତ୍ତମାନ ରକ୍ଷାମନ୍ତ୍ରୀଙ୍କ ନାମ ହେଉଛି ଶ୍ରୀ ରାଜନାଥ ସିଂ। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଭାରତର ଗୃହମନ୍ତ୍ରୀଙ୍କ ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଶ୍ରୀ ଅମିତ ଶାହା। ବର୍ତ୍ତମାନ ଭାରତର ଗୃହମନ୍ତ୍ରୀଙ୍କ ନାମ ଶ୍ରୀ ଅମିତ ଶାହା। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ଓ କେତୋଟି କେନ୍ଦ୍ରଶାସିତ ପ୍ରଦେଶ ଅଛି? ଏହାର ସଠିକ ଉତ୍ତରଟି ହେଉଛି 28ଟି ରାଜ୍ୟ ଓ 8ଟି କେନ୍ଦ୍ରଶାସିତ ପ୍ରଦେଶ ଅଛି। ବର୍ତ୍ତମାନ ଆମ ଭାରତରେ 28ଟି ରାଜ୍ୟ ଓ 8ଟି କେନ୍ଦ୍ରଶାସିତ ପ୍ରଦେଶ ଅଛି। ପରବର୍ତ୍ତୀ ପ୍ରଶ୍ନ, ଭାରତର ସରକାରୀ ଭାଷା କ'ଣ? ଏହାର ସଠିକ ଉତ୍ତରଟି ହେଉଛି ହିନ୍ଦୀ ଏବଂ ଇଂରାଜୀ। ଭାରତର ସରକାରୀ ଭାଷା ହେଉଛି ହିନ୍ଦୀ ଏବଂ ଇଂରାଜୀ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପଶୁର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ବାଘ। ଭାରତର ଜାତୀୟ ପଶୁର ନାମ ବାଘ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପକ୍ଷୀର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ମୟୂର। ଭାରତର ଜାତୀୟ ପକ୍ଷୀର ନାମ ହେଉଛି ମୟୂର। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଫଳର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଆମ୍ବ। ଭାରତର ଜାତୀୟ ଫଳର ନାମ ହେଉଛି ଆମ୍ବ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଫୁଲର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ପଦ୍ମ। ଭାରତର ଜାତୀୟ ଫୁଲର ନାମ ହେଉଛି ପଦ୍ମ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ବୃକ୍ଷର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ବରଗଛ। ଭାରତର ଜାତୀୟ ବୃକ୍ଷର ନାମ ହେଉଛି ବରଗଛ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଗୀତର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଜନ ଗଣ ମନ। ଭାରତର ଜାତୀୟ ଗୀତର ନାମ ଜନ ଗଣ ମନ। ପରବର୍ତ୍ତୀ ପ୍ରଶ୍ନ, ଜନ ଗଣ ମନ କେଉଁ ଭାଷାରେ ଲେଖାଯାଇଛି? ଏହାର ସଠିକ ଉତ୍ତରଟି ହେଉଛି ବଙ୍ଗାଳୀ ଭାଷାରେ। ଜନ ଗଣ ମନ ବଙ୍ଗାଳୀ ଭାଷାରେ ଲେଖାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ସଙ୍ଗୀତ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ବନ୍ଦେ ମାତରମ୍। ଭାରତର ଜାତୀୟ ସଙ୍ଗୀତ ହେଉଛି ବନ୍ଦେ ମାତରମ୍। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ସଙ୍ଗୀତ କିଏ ଲେଖିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ଭାରତର ଜାତୀୟ ସଙ୍ଗୀତ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ କେଉଁ ରାଜ୍ୟ ସବୁଠାରୁ ବଡ଼ ଜନସଂଖ୍ୟା କ୍ଷେତ୍ରରେ? ଏହାର ସଠିକ ଉତ୍ତରଟି ହେଉଛି ଉତ୍ତରପ୍ରଦେଶ। ଭାରତରେ ଉତ୍ତରପ୍ରଦେଶ ରାଜ୍ୟ ସବୁଠାରୁ ବଡ଼ ଜନସଂଖ୍ୟା କ୍ଷେତ୍ରରେ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ଜଳୀୟ ପ୍ରାଣୀର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଗଙ୍ଗା ନଦୀର ଡଲଫିନ୍ ମାଛ। ଭାରତର ଜାତୀୟ ଜଳୀୟ ପ୍ରାଣୀର ନାମ ହେଉଛି
गंगा नदीर डॉल्फिन। परवर्ती प्रश्न भारतर जातीय नदीर नाम कौन? एहार सठिक उत्तरटी हेउछि गंगा नदी। भारतर जातीय नदीर नाम हेउछि गंगा नदी। परवर्ती प्रश्न भारतर मुद्रार नाम कौन? एहार सठिक उत्तरटी हेउछि भारतीय रुपया। भारतर मुद्रार नाम INR। परवर्ती प्रश्न भारतीय जातीय सरीसृपर नाम कौन? एहार सठिक उत्तरटी हेउछि किंग कोब्रा। भारतीय जातीय सरीसृपर नाम किंग कोब्रा। परवर्ती प्रश्न भारतर ऐतिह्य पशुर नाम कौन? एहार सठिक उत्तरटी हेउछि हाथी। भारतर ऐतिह्य पशुर नाम हेउछि हाथी। परवर्ती प्रश्न भारतर जातीय पनीपरिबार नाम कौन? एहार सठिक उत्तरटी हेउछि कखारु। भारतर जातीय पनीपरिबार नाम हेउछि कखारु। फ्रेंड्स, जदि भिडियोटी भल हेछि तेबे लाइक एंड शेयर करिनियंतु एवं सब्सक्राइब करी पाखरि थिबा बेल आइकन को दबाई दियंतु, जद्वारा प्रत्येक दिन एमिति नुआ नुआ जीके वीडियो आपण माने सर्वप्रथमे पाई पारुथिबे। धन्यवाद। नमस्कार।